ଓକେ ମୁଁ କ୍ଲାସ୍ ଷ୍ଟାର୍ଟ କରିବି। ଦୁର୍ଯ୍ୟୋଧନ ରାଉତ ଆପଣଙ୍କ କିଛି କ୍ୱେଶ୍ଚିନ୍ ଅଛି କି? ହ୍ୟାଣ୍ଡ ରାଇଜ କରିଛନ୍ତି। ହ୍ୟାଲୋ। ଓକେ ଆମେ ଆଜି ଦେଖିବା ବୋଥ ଆକ୍ଚୁଆଲି ଆପ୍ଲିକେସନ ସପୋର୍ଟ ଆଉ କ୍ଲାଉଡ ସପୋର୍ଟ ର ଆକ୍ଚୁଆଲି କୋଉଠି ଆମର ମାନେ କଣ ତାର କାମ, what is application support, what is cloud support and where actually in the SDLC process it will fit। ମାନେ ଆମର SDLC ପ୍ରୋସେସ ରେ କୋଉଠି ଆକ୍ଚୁଆଲି ଆପ୍ଲିକେସନ ସପୋର୍ଟ ଆଉ କ୍ଲାଉଡ ସପୋର୍ଟ ଆକ୍ଚୁଆଲି ସେମାନଙ୍କର କାମ। କରେକ୍ଟ। ତ ଏନି ଆଇଡିଆ ଅବାଉଟ୍ ଆକ୍ଚୁଆଲି ଆପ୍ଲିକେସନ ସପୋର୍ଟ ଆଉ କ୍ଲାଉଡ ସପୋର୍ଟ? କିଛି ଆଇଡିଆ ଅଛି ଆପ୍ଲିକେସନ ସପୋର୍ଟ ରେ? ଏନିୱାନ୍? ତ କିଏ କାମ କରୁଛନ୍ତି ଆକ୍ଚୁଆଲି ଆପ୍ଲିକେସନ ସପୋର୍ଟ ରେ ଯେତିକି ଆମ ପିଲା ଜଏନ୍ କରୁଛନ୍ତି? ଓକେ ଆମେ ଗୋଟେ ଏକ୍ସାମ୍ପଲ ନବା, ସେ ଏକ୍ସାମ୍ପଲ ରେ ଦେଖିବା କୋଉଠି ଆପ୍ଲିକେସନ ସପୋର୍ଟ ଆସିବ, ତା କାମ କଣ, ଦେନ୍ ଆକ୍ଚୁଆଲି ଆମେ ଦେଖିବା କ୍ଲାଉଡ ସପୋର୍ଟ ର କାମ। ଓକେ ଲେଟ୍ସ ସେ ଗୋଟେ ଆପ୍ଲିକେସନ ଆକ୍ଚୁଆଲି ଆମର ସଫ୍ଟୱେର ଇଣ୍ଡଷ୍ଟ୍ରିରେ ଆମର ଆପ୍ଲିକେସନ ସପୋର୍ଟ ଆଉ କ୍ଲାଉଡ ସପୋର୍ଟ ର ମେନ୍ ଇମ୍ପୋର୍ଟାନ୍ସ ହେଲା ଟୁ ସପୋର୍ଟ ଦ ଆପ୍ଲିକେସନ ଆଣ୍ଡ ସପୋର୍ଟ ଦ ଇନଫ୍ରାଷ୍ଟ୍ରକ୍ଚର। ଆମେ ଇନଫ୍ରାଷ୍ଟ୍ରକ୍ଚର କଣ ବୁଝିବା, କ୍ଲାଉଡ କଣ ବୁଝିବା, ଆପ୍ଲିକେସନ କଣ ବୁଝିବା। ସେଥିପାଇଁ ଆକ୍ଚୁଆଲି ଫାର୍ଷ୍ଟ ଅଫ ଅଲ୍ ଯେତେବେଳେ ଆମର ଆଇଟି ଇଣ୍ଡଷ୍ଟ୍ରି ଷ୍ଟାର୍ଟ ହେଲା, ତ ଆଇଟି ଯେତେବେଳେ ଷ୍ଟାର୍ଟ ହେଲା ସେତେବେଳେ ଆକ୍ଚୁଆଲି ଆଇଟି ଇଣ୍ଡଷ୍ଟ୍ରିର ମେନ୍ ଏମ୍ ହେଲା ଗୋଟେ ପ୍ରୋଜେକ୍ଟ କିମ୍ବା ପ୍ରଡକ୍ଟ କୁ କ୍ରିଏଟ କରେଇବା। ଓକେ ଅର ତାକୁ ଆକ୍ଚୁଆଲି ବନେଇବା। ତ ପ୍ରୋଜେକ୍ଟ ଦି ପ୍ରକାର ଆକ୍ଚୁଆଲି ଆମର ସଫ୍ଟୱେର କମ୍ପାନୀ ଅଛି, ଗୋଟେ ହେଲା ପ୍ରଡକ୍ଟ ବେସ୍, ଗୋଟେ ହେଲା ସର୍ଭିସ ବେସ୍। ସୋ ପ୍ରଡକ୍ଟ ବେସ୍ ରେ ନିଜର ପ୍ରଡକ୍ଟ ଉପରେ କାମ କରିବେ। ସର୍ଭିସ ବେସ୍ ସେ TCS, ଟେକ୍ ମହିନ୍ଦ୍ରା, ଇନଫୋସିସ ଏମାନେ ସର୍ଭିସ ବେସ୍ କମ୍ପାନୀ ଯୋଉମାନେ ଅନ୍ୟର ପ୍ରଡକ୍ଟ ଆଣିକି ଆଜ ଏ କ୍ଲାଇଣ୍ଟ ସେମାନେ କାମ କରିବେ ଆଉ ତାକୁ ହ୍ୟାଣ୍ଡ ଓଭର କରିବେ ତାଙ୍କ ରିକ୍ୱାରମେଣ୍ଟ ଅନୁସାରେ। correct? ତ ଗୋଟେ ଛୋଟ ଆପ୍ଲିକେସନ ନବା, ICICI ବ୍ୟାଙ୍କ ହଉ କି ସମସ୍ତେ ଆକ୍ଚୁଆଲି ଫ୍ଲିପକାର୍ଟ ଆପ୍ଲିକେସନ ଜାଣିଛ, ସମସ୍ତେ ଆକ୍ଚୁଆଲି ଫେସବୁକ୍ ଆପ୍ଲିକେସନ ଜାଣିଛ। correct? ସବୁ ଆମର ୱେବ ବେସ୍ଡ ଆପ୍ଲିକେସନ। ଲେଟ୍ସ ସେ ICICI ବ୍ୟାଙ୍କ। ତ ICICI ବ୍ୟାଙ୍କର ମାନେ ସେମାନଙ୍କ ରିକ୍ୱାରମେଣ୍ଟ ହେଲା ଗୋଟେ ପୋର୍ଟାଲ ବନେଇବା और ଗୋଟେ ଇ ମାନେ ତାଙ୍କର ସାଇଟ୍ ଟାକୁ ସେମାନେ ଚାହୁଁଛନ୍ତି ଆକ୍ଚୁଆଲି ପ୍ରପରଲି ବନେଇବା ପାଇଁ। Let's say। ତ ସେମାନେ କଣ କରିବେ, ତାଙ୍କ ରିକ୍ୱାରମେଣ୍ଟ ଟା ସେମାନେ କାହାକୁ ଦେବେ, ଗୋଟେ ସଫ୍ଟୱେର କମ୍ପାନୀ। ସଫ୍ଟୱେର କମ୍ପାନୀ XYZ ଯୋଉ କମ୍ପାନୀ ବି ହଉ, ସେ ସଫ୍ଟୱେର କମ୍ପାନୀ କଣ କରିବ, ICICI ବ୍ୟାଙ୍କ ଠୁ ରିକ୍ୱାରମେଣ୍ଟ ଆଣିବ, ଗୋଟେ ପ୍ରୋଜେକ୍ଟ ମ୍ୟାନେଜର କୁ ହ୍ୟାଣ୍ଡ ଓଭର କରିବ। ପ୍ରୋଜେକ୍ଟ ମ୍ୟାନେଜର କଣ କରିବ, ସେ ତାଙ୍କର ଟିମ୍, ଓକେ ରିକ୍ୱାରମେଣ୍ଟ ଟିମ୍ ଥାଏ ଗୋଟେ, ମୁଁ ଏଟା ଏକ୍ସପ୍ଲେନ କରିବି ସବୁ, ଡାଇଗ୍ରାମ କରିଦବା। ଆଉ ଯୋଉଠି ବି ଡାଉଟ ହେଲା ପଚାରିବେ, नो ପ୍ରୋବ୍ଲେम। ତ ରିକ୍ୱାରମେଣ୍ଟ ଟିମ୍ ମାନେ କଣ, ସେମାନେ ତାଙ୍କର ରିକ୍ୱାରମେଣ୍ଟ ଲେଖିଲେ, ICICI ବ୍ୟାଙ୍କ ଯାହା ବି ରିକ୍ୱାରମେଣ୍ଟ ଦେଲା
ତାର ଆକ୍ଚୁଆଲି ଇଣ୍ଟରନେଟ ବ୍ୟାଙ୍କିଙ୍ଗ ଦରକାର, ତାର ଆକ୍ଚୁଆଲି ପିପିଏଫ ବ୍ୟାଙ୍କିଙ୍ଗ ଦରକାର, ତାର ଏ ଠୁ ଜେଡ୍ ଯାହା ପୋର୍ଟାଲରେ ଦରକାର ସେ ଆକ୍ଚୁଆଲି ରିକ୍ୱାରମେଣ୍ଟ ଆଇସିଆଇସି ବ୍ୟାଙ୍କ ସଫ୍ଟୱେର କମ୍ପାନୀ କି ଦେଲା। ତ ସେ ଯୋଉ ସଫ୍ଟୱେର କମ୍ପାନୀ ସେ ତାର ସେଇ ରିକ୍ୱାରମେଣ୍ଟ ଟାକୁ ନେଇକି ତାକୁ ପୁଣି ଆକ୍ଚୁଆଲି ରିକ୍ୱାରମେଣ୍ଟ ଟିମ୍ କୁ ଦେଲା। ସେମାନେ କଣ କଲେ, ହାଇ ଲେଭେଲ ଲୋ ଲେଭେଲ ରିକ୍ୱାରମେଣ୍ଟ ରେଡି କଲେ କୋଉଥିରେ, ଏକ୍ସେଲ କିମ୍ବା କିଛି ଟୁଲ ଥ୍ରୁରେ ସେମାନେ ସେ ୟୁଜର ଷ୍ଟୋରି ୟୁଜ କେସ୍ ସବୁ ଲେଖିଲେ। correct? ତ ତାର କଣ କଣ ଦରକାର ଆଇସିଆଇସି ବ୍ୟାଙ୍କ ବନେଇବା ପାଇଁ, କି ଫେସବୁକ୍ ଆପ୍ଲିକେସନ ବନେଇବା ପାଇଁ, କି ଫ୍ଲିପକାର୍ଟ ଆପ୍ଲିକେସନ ବନେଇବା ପାଇଁ, ତ ସେମାନେ ଏଇ ଟିମ୍ ପିପୁଲ ମାନେ ବନେଇଲେ। ତାପରେ ସେମାନେ କଣ କଲେ, ସେମ ଜିନିଷକୁ ଆକ୍ଚୁଆଲି ଡିଜାଇନ ଫେଜ କୁ ଦେଲେ। ତ ଡିଜାଇନ ଫେଜ ମାନେ ଗୋଟେ ଆର୍କିଟେକ୍ଟ ଯୋଉମାନେ ବ୍ଲୁ ପ୍ରିଣ୍ଟ ଡିଜାଇନ କରନ୍ତି। ଏକ୍ସାମ୍ପଲ, ଲେଟ୍ସ ସେ ଆକ୍ଚୁଆଲି ଫରଗେଟ अबाउट ଦିସ୍ ଫ୍ଲୋ, ତମର ଆକ୍ଚୁଆଲି ଗୋଟେ ବିଲ୍ଡିଂ କନଷ୍ଟ୍ରକ୍ଟ କରିବାର ଅଛି, और ଗୋଟେ ବିଲ୍ଡିଂ ବନେଇବାର ଅଛି, କି ଆପାର୍ଟମେଣ୍ଟ ଗୋଟେ ବନେଇବାର ଅଛି, ତମେ ହେଲେ ଓନର। ତମେ କଣ କରିବ, ଫାଷ୍ଟ ରିକ୍ୱାରମେଣ୍ଟ ଟାକୁ ରେଡି କର। ମୋର ଏତିକି ସ୍ପେସ୍ ଅଛି, ମୋର ଏତିକି ସ୍ପେସ ରେ ମୁଁ 5ଟା ଫ୍ଲୋର ବନେଇବି। ଇଚ୍ ଫ୍ଲୋର ରେ ଦିଟା ମୋର 2 BHK और 1 BHK ରହିବ। ଓକେ, ଇଚ୍ 1 BHK ରେ ଏୟା ଫାସିଲିଟି ରହିବ। ଏସବୁ ଜିନିଷ ବେସିକ ଜିନିଷ ଆଗେ ଓନର ଆକ୍ଚୁଆଲି ମୁଁ ରେଡି କଲି। ମୁଁ ମୋର ଏତିକି ଜାଗାରେ କଣ ହେଇପାରିବ, ମୁଁ ଗୋଟେ ବିଲ୍ଡର କୁ ଡାକିଲି, ତାକୁ ଆକ୍ଚୁଆଲି ହ୍ୟାଣ୍ଡ ଓଭର କଲି ମୋ ରିକ୍ୱାରମେଣ୍ଟ ଟା। ତ ବିଲ୍ଡର କଣ କଲା, ତାର ଯୋଉ ଟିମ୍ ଅଛନ୍ତି ସେମାନଙ୍କ ସାଙ୍ଗରେ ବସିକି ସିଏ ପୁଣି ସେ ରିକ୍ୱାରମେଣ୍ଟ ଟାକୁ ରେଡି କଲା, ପୁଣି ମତେ ପ୍ରେଜେଣ୍ଟ କଲା ଆଜ ଏ ଓନର, ଏଇଆ ହବାର ଅଛି। ଦେନ୍ ସେ ରିକ୍ୱାରମେଣ୍ଟ ଟାକୁ ବିଲ୍ଡର କଣ କଲା, ଗୋଟେ ଆର୍କିଟେକ୍ଟ କୁ ଦେଲା। ଆର୍କିଟେକ୍ଟ କଣ କଲା, ସେ ବିଲ୍ଡିଂ ପ୍ଲାନ ବନେଇଲା। ବିଲ୍ଡିଂ ପ୍ଲାନ ମାନେ କଣ, ସେଇ ଯୋଉ ୟୁଜ କେସେସ୍ ଯୋଉଟା ଲେଖା ହେଇଛି ପେପର ପେନ ରେ, ତାକୁ ନେଇକି ସେ ଆକ୍ଚୁଆଲି ଗୋଟେ ପ୍ଲାନ ବନେଇଲେ, ତାକୁ କୁହନ୍ତି ବ୍ଲୁ ପ୍ରିଣ୍ଟ। ତମାନେ ସମସ୍ତେ ଦେଖିଥିବ ଗୋଟେ ଡ୍ରଇଂ ହୁଏ। ଓକେ, ତ ସିଭିଲ ପିପୁଲ ମାନେ ମାନେ ସରି ଆର୍କିଟେକ୍ଟ ମାନେ ଡ୍ରଇଂ କରନ୍ତି। ସେ ସେମ୍ ଆକ୍ଚୁଆଲି ଲେଆଉଟ କୁ ନେଇକି ତାକୁ କୁହନ୍ତି ଲଜିକାଲ ପ୍ରେଜେଣ୍ଟେସନ। ତାକୁ ପୁଣି ସେ ବିଲ୍ଡର କୁ ଦିଏ। ବିଲ୍ଡର ତାର ୱାର୍କର ଥ୍ରୁ ରେ और ଇଞ୍ଜିନିୟର ଥ୍ରୁ ରେ ସେ କଣ କରେ, ବିଲ୍ଡିଂ ବନାଏ। ଫିଜିକାଲି ପ୍ରେଜେଣ୍ଟ କେତେବେଳେ ହୁଏ, ଯେତେବେଳେ ବିଲ୍ଡର ୱାର୍କର ଥ୍ରୁ ରେ ରେଡି କରିକି ବନାଏ। ବ୍ଲୁ ପ୍ରିଣ୍ଟ କୋଉଟା, ଯେତେବେଳେ ଆର୍କିଟେକ୍ଟ ତାର ଡ୍ରଇଂ କରେ। ତ ସେ ଯୋଉ ଫିଜିକାଲ ପ୍ରେଜେଣ୍ଟେସନ ଆକ୍ଚୁଆଲି ୱାର୍କର और ଇଞ୍ଜିନିୟର ମାନେ କରନ୍ତି, ସେଇଟା ଅଧିକା ଟାଇମ ନିଏ। ବ୍ଲୁ ପ୍ରିଣ୍ଟ ଟା ତମର କମ ଟାଇମ ରେ ହେଇଯାଏ। ତ ତାପରେ ୱାନ୍ସ ଫିଜିକାଲ ପ୍ରେଜେଣ୍ଟେସନ ବନଲା ପରେ और ଆପାର୍ଟମେଣ୍ଟ ରେଡି ହେଲା ପରେ, ଗୋଟେ କ୍ୱାଲିଟି ଟିମ୍ ଥାନ୍ତି। ଆକର୍ଡିଂ ଟୁ ତମର ଡିଜାଇନ ଡକୁମେଣ୍ଟ ସେ ସବୁ ରେଡି ହେଇଛି କି ନାହିଁ, ସେମାନେ ତାପରେ ଆକ୍ଚୁଆଲି ତମ ବିଲ୍ଡିଂ ପ୍ଲାନ କୁ ଆପ୍ରୁଭାଲ ଦିଅନ୍ତି। କରେକ୍ଟ? ଦେନ୍ ଆକ୍ଚୁଆଲି ମତେ ସେଇଟା ରେଡି କରିକି ସେମାନେ ଦିଅନ୍ତି ଆଜ ଏ ଓନର। କରେକ୍ଟ? ତ ସେମ ଫ୍ଲୋ ଆଇଟି ଇଣ୍ଡଷ୍ଟ୍ରିରେ ଚାଲେ। ଆଇଟି ଇଣ୍ଡଷ୍ଟ୍ରିରେ ରିକ୍ୱାରମେଣ୍ଟ ସେମ୍। କରେକ୍ଟ? ଗୋଟେ ସଫ୍ଟୱେର ବନେଇବା ପାଇଁ ଡିଜାଇନ ମାନେ ସେ ରିକ୍ୱାରମେଣ୍ଟ କୁ ସେମାନେ କଣ ଫାଷ୍ଟ ପେପର ପେନ ରେ ରେଡି ସରି ବ୍ଲୁ ପ୍ରିଣ୍ଟ ବନାନ୍ତି। ଲେଟ୍ସ ସେ ଆଇସିଆଇସି ବ୍ୟାଙ୍କ, ସେମାନେ କଣ କଲେ, ଓକେ ଆଇସିଆଇସି ବ୍ୟାଙ୍କ ରେ ଏଇଟା ଯୋଉ ରହିଲା, ଏଇଟା ହେଲା ତାଙ୍କର ମେନ୍ ଡିଜାଇନ। ଏମିତି ଦେଖାଯିବ, ଏଠି କ୍ଲିକ୍ କଲେ ଏଇଆ ହବ, ଏଇ ଅପସନ ଆସିବ, ଏଠି ଡିପୋଜିଟ ମାରିଲେ ଏଇ ଅପସନ ଆସିବ। ଏ ଠୁ ଜେଡ୍ ବ୍ଲୁ ପ୍ରିଣ୍ଟ ଆକ୍ଚୁଆଲି ୟୁଆଇ ୟୁଏକ୍ସ ଡିଜାଇନ ଏ ଠୁ ଜେଡ୍ ସବୁ ଯାକ ସେମାନେ କୋଉଠି କଲେ, ଏ ଡିଜାଇନ ପାର୍ଟ ରେ କଲେ। ଦେନ୍ ଆକ୍ଚୁଆଲି ସେ ଡିଜାଇନ ଡକୁମେଣ୍ଟ ହେଲା ବ୍ଲୁ ପ୍ରିଣ୍ଟ। ଓକେ, और ଲଜିକାଲ ପ୍ରେଜେଣ୍ଟେସନ ତାକୁ ନେଇକି ଡେଭଲପର ମାନେ, ସଫ୍ଟୱେର ଇଣ୍ଡଷ୍ଟ୍ରିରେ ସବୁ ଡେଭଲପର ମାନେ ଥାନ୍ତି। ଗୋଟେ ଆପ୍ଲିକେସନ କୁ ଡେଭଲପ କରିବା ପାଇଁ ଡେଭଲପର ଦରକାର ହୁଏ। correct? ତ ସଫ୍ଟୱେର ଇଣ୍ଡଷ୍ଟ୍ରିରେ କୋଉ ଟାଇପ ର ଡେଭଲପମେଣ୍ଟ ପିପୁଲ ଥାନ୍ତି, ଏନିବଡି ଏନି ଆଇଡିଆ, କେତେଟା କ୍ୟାଟେଗୋରୀ ଡେଭଲପମେଣ୍ଟ ପିପୁଲ ଥାନ୍ତି? ଲେଟ୍ସ ସେ ତମେ ମାନେ ଦେଖୁଛ ଫ୍ଲିପକାର୍ଟ ଆପ୍ଲିକେସନ, ତ ତାକୁ ବନେଇବା ପାଇଁ ମିନିମମ୍ 3 ପ୍ରକାର ଡେଭଲପମେଣ୍ଟ ପିପୁଲ ଦରକାର ଅଛି। correct? ଲେଟ୍ସ ସେ ଏକ୍ସାମ୍ପଲ, ଆଜ ଏ ୟୁଜର ମୁଁ ଗୋଟେ କୋର୍ସ କରିବାର ଅଛି, ମୋର ଗୋଟେ ଲାପଟପ୍ ଦରକାର ଅଛି। ମୁଁ ତାର ୟୁଆଇ ରେ ଫ୍ଲିପକାର୍ଟ ଆପ୍ଲିକେସନ ରେ ୟୁଆଇ କି ଗଲି, ମୋର ତାକୁ ଲଗଇନ କଲି, ତା ୟୁଆଇ ରେ ଯାଇକି ସର୍ଚ୍ଚ କଲି ମୋର କୋଉ ଟାଇପ ର ଲାପଟପ୍ ଦରକାର, ତା ସ୍ପେସିଫିକେସନ କଣ, ପ୍ରୋସେସର, ମୋର ଏସଏସଡି ଦରକାର ଇନ ପ୍ଲେସ୍ ଅଫ ହାର୍ଡ ଡିସ୍କ, ମୋର ୱିଣ୍ଡୋ 11 ଦରକାର। ଏଠୁ ଯେଟା ଆକ୍ଚୁଆଲି ମୋର ଯାହା ଦରକାର ପଢିବା ପାଇଁ, ମୋ ରିକ୍ୱାରମେଣ୍ଟ କାମ କରିବା ପାଇଁ, ମୁଁ ସେ ସ୍ପେସିଫିକେସନ ମାରିଲି ଆଉ ତାକୁ ସବମିଟ କଲି। ତ ସିଏ କୋଉଠୁ ଇନଫରମେସନ ଆଣୁଛି ଫ୍ଲିପକାର୍ଟ ଆପ୍ଲିକେସନ,
ତା ୟୁଆଇରେ ଯେତେବେଳେ ଦେଲି ସେ ଯାଇକି ଡାଟାବେସ୍ ରେ ସର୍ଚ୍ଚ କରୁଛି। ଓକେ, ତ ଡାଟାବେସ୍ କଣ? ଲେଟ୍ସ ସେ ଆମେ ଗୋଟେ ସମସ୍ତେ ଜାଣିଥାଉ ୱାର୍ଡ ଡକ୍ୟୁମେଣ୍ଟ କରେ ଆଉ ଏକ୍ସେଲ ଡକ୍ୟୁମେଣ୍ଟ କରେ, ସେଥିରେ ଯେତେବେଳେ ଆମେ କିଛି ଗୋଟେ ଲେଖୁଛେ ଆଉ ତାକୁ ସେଭ୍ କରୁଛେ, ପୁଣି ନେକ୍ସଟ ଡେ ରେ ଓପନ କରୁଛେ, ସେ ଡାଟା ଆଭେଲେବୁଲ ରହୁଛି ସେଭ୍ କଲା ପରେ। ଦ୍ୟାଟ୍ ଅଲସୋ କାଇଣ୍ଡ ଅଫ ଏ ସ୍ମଲ୍ ଡାଟାବେସ୍ କରେ, ଯୋଉଥିରେ ଆମେ ଡାଟା ଷ୍ଟୋର କରୁଛେ। ବଟ୍ ଯେତେବେଳେ ସଫ୍ଟୱେର କମ୍ପାନୀ କୁ ଆସିଲେ ଇଣ୍ଡଷ୍ଟ୍ରି କୁ ଆସିଲେ, ସେତେବେଳେ ହ୍ୟୁଜ ଆମାଉଣ୍ଟ ଅଫ ଡାଟା ଷ୍ଟୋର ହଉଛି କରେକ୍ଟ। ତମର ଫ୍ଲିପକାର୍ଟ ଆପ୍ଲିକେସନ, और आईसीआईसी बैंक आप्लिकेशन रे ह्यूज डाटाबेस अछि। फ्लिपकार्ट आप्लिकेशन रे सब कैटेगरीज अछि, ता डाटा सब बैकएंड रे स्टोर होछि करे, तो ता पे ह्यूज डाटाबेस दरकार। तो से डाटाबेस रु से इंफॉर्मेशन आनी से पर्टिकुलर लैपटॉप रो कोठी देखौछि, यूआई रे देखौछि। बट किए आनुछि, यूआई रे किसी फंक्शनैलिटी नाही। तमे तले गोटे बटन क्लिक करछे यूआई रे, ओके, सेतले एक्चुअली गोटे रेस्पॉन्स जाई कि एक्चुअली डाटाबेस रो आनुछि। तो इन बिटवीन दैट आउ जने किए काम करूछि तमर डेवलपमेंट रे, एटा हमर दरकार नै। मु जस्ट फ्लो बुझिया पे तुमको कहूछि, कारण हमर सब सपोर्ट मेंटेनेंस रे दरकार। तो एटा बुझिले ही तुम बुझी परिबो कोठे एप्लीकेशन सपोर्ट रो काम। तो एठी कोन आसिला, फंक्शनैलिटी आसिला। ओके, तो यूआई रे जेतले गोटे यूजर सबमिट करूछि लैपटॉप किनिया पे, ता रिक्वायरमेंट फंक्शनैलिटी थ्रू रे डाटाबेस को जाऊँची, ଆଉ डाटाबेस रे से डाटा ଅଛି କି ନାହିଁ ଚେକ୍ କରୁଛି। ଯଦି ନାହିଁ ବି ସେ ରେସ୍ପନ୍ସ ଦଉଛି नो डाटा अवेलेबल। ଯଦି ଅଛି ସେ ଡିସପ୍ଲେ କରୁଛି ଏଇ ବ୍ରାଣ୍ଡ ର ଏଇ पर्टिकुलर एक्चुअली स्पेसिफिकेशन ର लैपटॉप ଆମର अवेलेबल ଅଛି। देन यूजर कौन କରୁଛି, ସେ परचेस କରୁଛି ସେ पर्टिकुलर लैपटॉप रे। तो ଏଇ ଯୋଉ यूआई डेवलपमेंट କୋଉ ମାନେ କରୁଛନ୍ତି ଇଣ୍ଡଷ୍ଟ୍ରି ରେ, एचटीएमएल जो माने जानी थांती, सीएसएस जो माने जानी थांती, एई सब फंक्शनैलिटी जो माने एक्चुअली जावा जानी थांती, पाइथन जानी थांती, डॉटनेट जानी थांती, सी प्लस प्लस, डीबी जो डाटाबेस जोटा ह्यूज एक्चुअली डाटा स्टोर हुए, एठे एक्चुअली तमरो माई एसक्यूएल, एसक्यूएल सर्वर, ये सब आसे। ओके, तो इंडस्ट्री रे एई जो टाइप रो डेवलपर पीपल अछंती, ता माने एटे केतेटा कैटेगरी होला, तीनटा करे, यूआई, फंक्शनैलिटी, देन डीबी करे। तो एमाने सब एप्लीकेशन बनाती एज ए डेवलपर, एमाने एप्लीकेशन बनाती आ एई एप्लीकेशन को हमें सपोर्ट करे राइट। तो एटा कोठी बना हुए, ए फेज रे बना हुए। कोठी देखि से माने बनाती डिजाइन फेज, आर्किटेक्ट, रिक्वायरमेंट पीपल माने रिक्वायरमेंट लिखंती करेक्ट। तो ता माने गोटे रिक्वायरमेंट हमर पेपर पेन रे आसिला करेक्ट। जो गोटे बेसिक रिक्वायरमेंट आसिला, मोर एआई दरकार, एमाने देले सॉफ्टवेयर कंपनी की। सॉफ्टवेयर कंपनी कौन कला, से रिक्वायरमेंट को लिखिला, लिखिकी तार गोटे ब्लू प्रिंट डिजाइनर माने बनैले, ताकू फिजिकली डेवलपर माने से एप्लीकेशन को रेडी कले। तापर टेस्टिंग पीपल माने ताकू टेस्ट करिवे। वंस बग फ्री हे गला, देन हमें रिलीज करबा कस्टमर। करेक्ट, कस्टमर एठी किए, आईसीआईसी बैंक करेक्ट। ओके, तापरे ए कस्टमर रो को माने यूज करिवे, जो माने आईसीआईसी बैंक एक्चुअली यूजर, से माने एक्चुअली ए एप्लीकेशन को यूज करे करेक्ट। करेक्ट, तो ये फ्लोटा समझते बुझिलो। आपको कहती एसडीएलसी और सॉफ्टवेयर डेवलपमेंट लाइफ साइकिल, ये टोटल फ्लो को हम कहवा एसडीएलसी और सॉफ्टवेयर डेवलपमेंट लाइफ साइकिल। एवरीबॉडी क्लियर? डाउट हेले पचारे, नो प्रॉब्लम। ओके, क्लियर समझते? मिनिमम देखो क्लास रे सब पचार, जिते डाउट किसी रहुଛି पचार, जदि बुझी पाइले भी यस करो, देन एक्चुअली आगु प्रोसीड करिवे।
ବିଷ୍ଣୁ, ଦୁର୍ଯ୍ୟୋଧନ, ପ୍ରଶାନ୍ତ, ସାଇ। ବୁଝିଲେ ଆପଣ ମାନେ ସମସ୍ତେ? ହ୍ୱାଟ ଇଜ ଏସଡିଏଲସି? ଆମର ଆପ୍ଲିକେସନ ଏଇ ଫେଜରେ ଆମେ ଆପ୍ଲିକେସନ ବନଉଛେ। ଓକେ, ଡେଭଲପର ମାନେ ବନଉଛନ୍ତି। ହେଲେ ଆଉ ତାକୁ ଆମେ ସପୋର୍ଟ କରୁଛେ, ଆଉ ତାକୁ ଆକ୍ଚୁଆଲି କ୍ଲାଉଡ ରେ କଣ କାମ ସେଇଟା ଦେଖିବା ନେକ୍ସଟ। ଓକେ, ଥ୍ୟାଙ୍କ ୟୁ ପ୍ରଶାନ୍ତ। ଓକେ, ନେକ୍ସଟ କଣ କରିବା? ଆମର ଏଇ ଯୋଉ ରିଲିଜ ଫେସ୍, ଏଇ ଯୋଉ ଟେଷ୍ଟିଂ ହେଲା କି ରିଲିଜ ହେଲା, ଏଇ ରିଲିଜ ରେ ୱାନ୍ସ ଆକ୍ଚୁଆଲି ତମେ ରିଲିଜ କରିଦେଲ correct? ତ ତାକୁ ସପୋର୍ଟ ଦେବା ପାଇଁ ଆକ୍ଚୁଆଲି ସେ ଆପ୍ଲିକେସନ କୁ ଆମକୁ ସପୋର୍ଟ ଦେବାକୁ ପଡିବ କରେକ୍ଟ? କିଛି ୟୁଜର ରିକ୍ୱାରମେଣ୍ଟ ଆସିଲା, କିଛି ଆକ୍ଚୁଆଲି କଷ୍ଟମର ସେମାନେ ଆକ୍ଚୁଆଲି ତାଙ୍କର କିଛି ଗାଇଡାନ୍ସ ଦରକାର ହେଲା, କାରଣ କିଛି ଇସ୍ୟୁ ଆସିଲା, ତ କୋଉମାନେ ଆକ୍ଚୁଆଲି ସପୋର୍ଟ ଦେବେ? ଆପ୍ଲିକେସନ ଟିମ୍ ମାନେ ସପୋର୍ଟ ଦେବେ correct? ଓକେ, ଏଥିରେ ତିନିଟା ପାର୍ଟ ଆକ୍ଚୁଆଲି ଅଛି ଆମର କୋର୍ସରେ। ମେନ୍ ଜିନିଷ ହେଲା ଆକ୍ଚୁଆଲି ଡେଭଆପ୍ସ ଆଉ କ୍ଲାଉଡ ରେ ଆମର ଟୋଟାଲ କୋର୍ସ ଚାଲେ। ତ ଡେଭଆପ୍ସ ଆଉ କ୍ଲାଉଡ ର ଗୋଟେ ଗୋଟେ ପାର୍ଟ ହେଲା ତମର ଆପ୍ଲିକେସନ ସପୋର୍ଟ ଆଉ କ୍ଲାଉଡ ସପୋର୍ଟ। ଓକେ, ତ ସେଇଟା ଆମେ ଦେଖିବା ଏବେ। ଦେଖ, ଏଇ ଯୋଉ ସେମ ଡାଇଗ୍ରାମ ମୁଁ ଏଠି କରିଛି। ରିକ୍ୱାରମେଣ୍ଟ ଡିଜାଇନ, ଡେଭଲପମେଣ୍ଟ, ଟେଷ୍ଟିଂ, ରିଲିଜ କରେକ୍ଟ? ତାକୁ ଆଉ ଟିକେ ବେଟର ୱେରେ, ଏ ଯୋଉ ଟେଷ୍ଟିଂ ପରେ ଆମର ଆସିଲା, ଏ ଯୋଉ ଟେଷ୍ଟିଂ କରାହଉଛି, ଟେଷ୍ଟିଂ ବି କରାହଉଛି। ଯେତେବେଳେ ଟେଷ୍ଟିଂ କରୁଛନ୍ତି ସେତେବେଳେ ଆମର ଡେଭଲପମେଣ୍ଟ ଦରକାର ହୁଏ। ଡେଭଲପମେଣ୍ଟ ଏଇଟା ଡେଭଅପ୍ସ ଇଞ୍ଜିନିୟର କରନ୍ତି। ଡେଭଅପ୍ସ ଇଞ୍ଜିନିୟର और କ୍ଲାଉଡ ଇଞ୍ଜିନିୟର। ତ ମନିଟରିଂ ରେ ଆମର ଆକ୍ଚୁଆଲି କ୍ଲାଉଡ ଇଞ୍ଜିନିୟର ଆସେ, ଆଉ ଆପ୍ଲିକେସନ ସପୋର୍ଟ କରିବା ପାଇଁ ଆପ୍ଲିକେସନ ସପୋର୍ଟ ଇଞ୍ଜିନିୟର ଆସେ correct? ତ ଆପ୍ଲିକେସନ ସପୋର୍ଟ ଇଞ୍ଜିନିୟର କାମ ମେନ୍ ହେଲା ଆପ୍ଲିକେସନ କୁ ସପୋର୍ଟ କରିବ ୟୁଜିଂ ଡିଫରେଣ୍ଟ ଟୁଲ। ଓକେ, ଏଇଠି ରହିଲା ଆପ୍ଲିକେସନ ସପୋର୍ଟ। ତ କଣ ଆପ୍ଲିକେସନ ସପୋର୍ଟ ମାନେ କରିବେ? ବଗ ଫିକ୍ସିଂ କରିବେ କରେକ୍ଟ? ଲଗ ଆନାଲିସିସ୍ କରିବେ ଆପ୍ଲିକେସନ ର, ଯୋଉଠି ଲଗ ଷ୍ଟୋର ହୁଏ। ଧର କିଛି ଦରକାର ହେଲା, ସେ ଲଗ ରୁ ଚେକ୍ କରିବ ଆପ୍ଲିକେସନ କାହିଁକି ହ୍ୟାଙ୍ଗ ହଉଛି, ତ ଆପ୍ଲିକେସନ କାହିଁକି ସ୍ଲୋନେସ୍ ଆସିଛି କରେକ୍ଟ? ପରଫରମାନ୍ସ ଇସ୍ୟୁ କରେକ୍ଟ? ୟୁଜର ଇସ୍ୟୁ, ୟୁଜର ମାନେ ଗୋଟେ ୟୁଜର ଆକ୍ଚୁଆଲି କିଛି ଲଗ୍ଇନ୍ କରିବାକୁ ସେ ଇସ୍ୟୁ ଫେସ୍ କରୁଛି, କି ଗୋଟେ ଇନସିଡେଣ୍ଟ ଆସିଲା ଆକ୍ଚୁଆଲି, ତାକୁ କେମିତି ଆମେ ସଲ୍ଭ କରିବା। ତ ଏ ସବୁ ଜିନିଷ ଆପ୍ଲିକେସନ ସପୋର୍ଟ ଇଞ୍ଜିନିୟର କରନ୍ତି। ଆଉ କ୍ଲାଉଡ ସପୋର୍ଟ ଇଞ୍ଜିନିୟର କଣ କରନ୍ତି? ଟୋଟାଲ ଆକ୍ଚୁଆଲି ଯାହା ବି ଆମେ ଏଠି କୋର୍ସ ପଢିବା ସବୁ କ୍ଲାଉଡ ଉପରେ ହିଁ ପଢିବା। ତ କ୍ଲାଉଡ ରେ ଆପ୍ଲିକେସନ ଡେପ୍ଲୟ ହେଇଛି और ଆପ୍ଲିକେସନ କ୍ରିଏଟ ହେଇଛି। ଓକେ, ତ ତାକୁ ଆମେ ସପୋର୍ଟ ଦବା। ଆଉ ସେ ଯୋଉ ସପୋର୍ଟ କରିବା ପାଇଁ ଆମର କଣ ଦରକାର? କ୍ଲାଉଡ ସପୋର୍ଟ ଇଞ୍ଜିନିୟର କାମ କଣ? ସେମାନେ ଆକ୍ଚୁଆଲି ସର୍ଭର ମନିଟରିଂ କରିବେ, ଆପ୍ଲିକେସନ ର ହେଲ୍ଥ ଚେକ୍ କରିବେ, କିଛି ନେଟୱାର୍କିଂ ଇସ୍ୟୁ ଆସୁଛି ଆକ୍ଚୁଆଲି କ୍ଲାଉଡ ରେ ତାକୁ ସଲ୍ଭ କରିବେ, ସ୍କେଲିଂ ରେ କିଛି ଇସ୍ୟୁ ଆସୁଛି ତାକୁ ସଲ୍ଭ କରିବେ, କରେକ୍ଟ? ବ୍ୟାକଅପ୍ ଆଉ ସିକ୍ୟୁରିଟି ସେ ସବୁ ଚେକ୍ କରିବେ। ଆଉ ଆପ୍ଲିକେସନ ସପୋର୍ଟ ଇଞ୍ଜିନିୟର ଟୋଟାଲ ଆପ୍ଲିକେସନ ପାଇଁ ଆକ୍ଚୁଆଲି ଯାହା ଦରକାର, ତାର କିଛି ଇସ୍ୟୁ ଆସିଲା, ଏରର ଆସିଲା, ଓକେ, ସେ ସବୁ ଉପରେ ସିଏ ଟ୍ରବୁଲ ସୁଟ କରିକି ରେଜଲ୍ଟ ଦବ କାହାକୁ? ଯଦି ଡେଭଲପରରେ କିଛି ଇସ୍ୟୁ ଅଛି ସେମାନଙ୍କୁ ଆକ୍ଚୁଆଲି ଟ୍ରବୁଲ ସୁଟ କରିକି ଯେ ସେ ଟିମକୁ ଆକ୍ଚୁଆଲି ହ୍ୟାଣ୍ଡ ଓଭର କରିବ। ପରଫରମାନ୍ସ ଇସ୍ୟୁ ଆସୁଛି, ଆପ୍ଲିକେସନ ସ୍ଲୋ ହେଇଯାଇଛି, କଣ ପାଇଁ ସ୍ଲୋ ହଉଛି? ଡାଟାବେସ ରେ କିଛି ଆକ୍ଚୁଆଲି ବହୁତ ଆକ୍ଚୁଆଲି କ୍ୱେରି ଚାଲିଛି ସେଥିପାଇଁ ସ୍ଲୋ ହଉଛି। और बहुत यूजर एक्चुअली से एप्लीकेशन को हिट कर लेट्स से गोटे एग्जांपल, तमरो बिग बिलियन डे रे फ्लिपकार्ट एप्लीकेशन कौन होची बहुत यूजर तक एक्सेस कर, बट नॉर्मल डे रे कम यूजर एक्सेस कर करेक्ट? जितने लोड बढ़ुची एप्लीकेशन रे मे बी एप्लीकेशन स्लो हो पारे और हैंग हो पारे, से सब एक्चुअली जितने ट्रबल शूट हुए सो एप्लीकेशन सपोर्ट वाला करती, आ किसीटा क्लाउड सपोर्ट वाला करती। correct? तो आमर मेन काम है एक्चुअली वंस तुम प्रोडक्ट रेडी हो गला, ओके, देन एप्लीकेशन सपोर्ट वाला से एप्लीकेशन को सपोर्ट करेंगे और हेल्प करेंगे। ओके, ए टू जेड यूजर को हेल्प करेंगे, टीम को हेल्प करेंगे। ओके, सबू एप्लीकेशन सपोर्ट वाला काम रही। ओके, क्लाउड सपोर्ट कौन? इंफ्रास्ट्रक्चर क्रिएट करवा। ओके, एथरे केते क्लाउड सपोर्ट वाला अच्छा माने कोर्स पे और सब एप्लीकेशन सपोर्ट। आपण माने स्पीक करंतु, नो प्रॉब्लम। ମାନେ ଚାର୍ଟ ରେ ଲେଖନ୍ତୁ କୋଉ ମାନେ। ଓକେ, ବିଷ୍ଣୁ କ୍ଲାଉଡ। ଓକେ, ଓକେ, ତ କ୍ଲାଉଡ ସପୋର୍ଟ ରେ ଆମର କାମ କଣ ହୁଏ? ଗୋଟେ କ୍ଲାଉଡ ସପୋର୍ଟ। ଓକେ,
ଓକେ, ତ କ୍ଲାଉଡ ସପୋର୍ଟ ରେ କାମ କଣ ଆମର ମେନ୍, ଆମର କୋର୍ସ ରେ ଆକ୍ଚୁଆଲି ତିନିଟା ଯାକ କ୍ଲାଉଡ ଆମେ ପଢିବା। ଓକେ, ଆଉ ସେଥିରେ କେମିତି ଆମେ ମନିଟରିଂ କରିବା, କୋଉ କ୍ଲାଉଡ ର ଟୁଲ ୟୁଜ କରିବା। ଲେଟ୍ସ ସେ ଗୋଟେ ଏକ୍ସାମ୍ପଲ କ୍ଲାଉଡ AWS କ୍ଲାଉଡ ରାଇଟ୍। ତ ସେଥିରେ ଗୋଟେ ଅଛି ତମର କ୍ଲାଉଡ ୱାଚ୍। ଓକେ, ତ ସିଏ ଟୋଟାଲ ତମର ମନିଟରିଂ କରିବ। ଆମ କ୍ଲାଉଡ ରେ ଦେଖିବା ଗ୍ରାଫାନା ପ୍ରମିଥିଅସ୍ ମନିଟରିଂ କରିବା ପାଇଁ correct? ଆଉ କ୍ଲାଉଡ ର ସର୍ଭିସେସ୍ ପଢିବା, କିଛିଟା କିଛିଟା ସର୍ଭିସେସ୍ ପଢିବା ଯୋଉଟା ଆକ୍ଚୁଆଲି କ୍ଲାଉଡ ଇଞ୍ଜିନିୟର ମାନଙ୍କ ପାଇଁ ଦରକାର ପଡିବ correct? ଆଉ ଆପ୍ଲିକେସନ ସପୋର୍ଟ ରେ ବି ଆମେ କ୍ଲାଉଡ ପଢିବା, କାହିଁକି ନା କ୍ଲାଉଡ ରେ ହିଁ ଆମର ଆପ୍ଲିକେସନ ଡିପ୍ଲୟ ହେଇଥିବ। ଆଉ କ୍ଲାଉଡ ରେ କୋଉଠି ବଗ ପାଇବା, କ୍ଲାଉଡ ର କୋଉ ପାଥରେ ଆକ୍ଚୁଆଲି ଲଗ ରହୁଛି, ଇନସିଡେଣ୍ଟ ଆକ୍ଚୁଆଲି ଆମର ଇନସିଡେଣ୍ଟ ମ୍ୟାନେଜମେଣ୍ଟ ରେ ଆମେ ସର୍ଭିସ ନାଉ ପଢିବା correct? ୟୁଜର ଷ୍ଟୋରି ଷ୍ଟୋର କରିବା ପାଇଁ ଜିରା ପଢିବା correct? ଜିରା ସର୍ଭିସ ନାଉ କମ୍ପଲସରି ପଢା ହବ। ଆଉ ତମର ଇନସିଡେଣ୍ଟ ରେ ଗୋଟେ ଆକ୍ଚୁଆଲି ଥାଏ ତମର P1 ଇସ୍ୟୁ ହାଇ ପ୍ରାୟୋରିଟି ଇସ୍ୟୁ correct? P2 ଇସ୍ୟୁ ତାଠୁ ଟିକେ କମ ପ୍ରାୟୋରିଟି P3 P4 correct? ତ P1 ଇସ୍ୟୁ କେମିତି ହ୍ୟାଣ୍ଡେଲ କରିବା, କେତେ ସମୟ ଭିତରେ ହ୍ୟାଣ୍ଡେଲ କରିବା correct? P2 ଇସ୍ୟୁ କେମିତି ହ୍ୟାଣ୍ଡେଲ କରିବା, ଏ ସବୁ ଆକ୍ଚୁଆଲି ଦି ଟାଇପ ରେ ପଢିବା, ଆପ୍ଲିକେସନ ସପୋର୍ଟ ରେ ଅର କ୍ଲାଉଡ ସପୋର୍ଟ ଦି ଟାଇପ ରେ ପଢା ହବ। ତ ବେସିକାଲି ଦିଟା କମନ, ବଟ୍ ଆକ୍ଚୁଆଲି ଆମର ଆପ୍ଲିକେସନ କୁ ସପୋର୍ଟ କରିବା ପାଇଁ ପୁରା ଆକ୍ଚୁଆଲି ଡେଡିକେଟଲି ଆପ୍ଲିକେସନ ସପୋର୍ଟ ପିଲା ଥାନ୍ତି। ଆଉ କ୍ଲାଉଡ ଇନଫ୍ରାଷ୍ଟ୍ରକ୍ଚର କୁ ସପୋର୍ଟ କରିବା ପାଇଁ କ୍ଲାଉଡ ରେ କଣ ହୁଏ, ଓକେ, କ୍ଲାଉଡ ମାନେ କଣ, ହ୍ୱାଟ ଇଜ କ୍ଲାଉଡ। ତ କ୍ଲାଉଡ ହେଲା ତମର ଯାହା ବି ତମେ ଇଣ୍ଟରନେଟ ରେ ଆକ୍ସେସ କରୁଛ, ଇଟ ଇଜ ଏ କ୍ଲାଉଡ କରେକ୍ଟ? ତାମାନେ ଓଲ୍ଡ ଏଜ ରେ ବି ଆମର କ୍ଲାଉଡ ଥିଲା। ଯେତେବେଳେ ଡାଉନ ଦ ଲାଇନ ମୁଁ ବି ଆକ୍ଚୁଆଲି ଇଞ୍ଜିନିୟରିଂ କରୁଥିଲି, ସେତେବେଳେ ଆକ୍ଚୁଆଲି ଜିମେଲ ମୁଁ ଆକ୍ସେସ କରିପାରୁଥିଲି ଇଣ୍ଟରନେଟ ରେ correct? ରେଡିଟ ମେଲ ଆକ୍ସେସ କରିପାରୁଥିଲି, ହଟ ମେଲ ଆକ୍ସେସ କରିପାରୁଥିଲି correct? ତ ସେ ସବୁ ଆକ୍ଚୁଆଲି କ୍ଲାଉଡ ରେ ଆସେ। ବଟ୍ ଆକ୍ଚୁଆଲି ଏବେ ଆମେ ଯୋଉ କହୁଛେ AWS, ଆମାଜନ କ୍ଲାଉଡ କହୁଛେ, ଆଜୋର, ତମର ଆଜୋର କୋଉଟା, ମାଇକ୍ରୋସଫ୍ଟ ର କ୍ଲାଉଡ correct? ତମର ଆକ୍ଚୁଆଲି GCP ହେଲା ଗୁଗୁଲ କ୍ଲାଉଡ correct? ଏ ସବୁକୁ ଆକ୍ଚୁଆଲି ଆମେ କହିବା କ୍ଲାଉଡ ପ୍ରୋଭାଇଡର, ଯୋଉଟା କି ଆମର ତିନିଟା ଏକ କ୍ଲାଉଡ ପ୍ରୋଭାଇଡର ଆମେ କ୍ଲାଉଡ ରେ ପଢିବା। ଆଉ ଆପ୍ଲିକେସନ ରେ ଦିଟା କ୍ଲାଉଡ ପଢିବା, ଆଜୁର ଆଉ AWS। ଆଉ କ୍ଲାଉଡ ସପୋର୍ଟ ରେ ଆମେ ତିନିଟା ପଢିବା, ଆଜୁର, AWS, GCP ତିନିଟା ପଢିବା। କାରଣ ତିନିଟା କ୍ଲାଉଡ ରେ ଆମେ ସପୋର୍ଟ କେମିତି ଦେବା ସେଇଟା ଦେଖିବା correct? ତ ଯେତେବେଳେ ଆକ୍ଚୁଆଲି ଆମେ କ୍ଲାଉଡ ରେ ଫାଷ୍ଟ କ୍ଲାଉଡ ଆକ୍ଚୁଆଲି ଷ୍ଟାର୍ଟ ହେଲା AWS। ଓକେ, ଯେତେବେଳେ କ୍ଲାଉଡ ଷ୍ଟାର୍ଟ ହେଲା, ଆମାଜନ କଣ କରୁଥିଲା, ବୁକ୍ ସେଲ କରୁଥିଲା, ମାନେ ଭାୟା ଇ ବୁକ୍ ବଗେରା ସେଲ କରୁଥିଲା ଓକେ ଇଣ୍ଟରନେଟ ରେ। ତ ସେଇଟା ବହୁତ ହିଟ୍ ହେଲା। ତ ଆମାଜନ ଭାବିଲା ଯଦି ମୋର ବୁକ୍ ସେଲ କରିକି ଏଇଟା ହିଟ୍ ହଉଛି, ତ ସିଏ ଆକ୍ଚୁଆଲି ଗୋଟେ ପ୍ଲାନ କଲା କମ୍ପାନୀ ମାନଙ୍କୁ और ଆକ୍ରସ ଦ ୱାର୍ଲଡ କୁ ଇନଫ୍ରାଷ୍ଟ୍ରକ୍ଚର ଦବ। ଇନଫ୍ରାଷ୍ଟ୍ରକ୍ଚର ମାନେ କଣ, ଦି ଟାଇପ ରେ ଆମର ଇନଫ୍ରାଷ୍ଟ୍ରକ୍ଚର ଆସିବ, ଆପ୍ଲିକେସନ ରେ ଆଉ କ୍ଲାଉଡ ରେ। ଇନଫ୍ରାଷ୍ଟ୍ରକ୍ଚର ନଥିଲେ ଆପ୍ଲିକେସନ କୋଉଠି ଡିପ୍ଲୟ ହବ, ଆପ୍ଲିକେସନ କୋଉଠି ରଖିବା। ଏବେ ଆପଣ ମାନେ ଜୁମ ରେ କନେକ୍ଟ ହେଇଛନ୍ତି correct? ତ ଆପଣଙ୍କର ଇନଫ୍ରାଷ୍ଟ୍ରକ୍ଚର ଆକ୍ଚୁଆଲି ଆପଣଙ୍କର ଗୋଟେ ଓଏସ୍ और ଗୋଟେ ମୋବାଇଲ ଡିଭାଇସ ନଥିଲେ ଆପଣ ଜୁମ ରେ କନେକ୍ଟ ହେଇକି ମୋ ସାଙ୍ଗରେ କ୍ଲାସ କରିପାରିନଥାନ୍ତେ correct? ତ ଦି ଟାଇପ ରେ ଆମର ଇନଫ୍ରାଷ୍ଟ୍ରକ୍ଚର ଦରକାର ପଡେ। ଇନଫ୍ରାଷ୍ଟ୍ରକ୍ଚର ମାନେ କଣ, ତମର ଓଏସ୍, ଓଏସ୍ ରେ ରାମ, ଓଏସ୍ ରେ ହାର୍ଡ ଡିସ୍କ, ଓଏସ୍ କୁ କେମିତି ନେଟୱର୍କିଂ ଦବା ଓକେ, ଦେନ୍ ଆକ୍ଚୁଆଲି ତାକୁ କେମିତି ମେଣ୍ଟେନ କରିବା, ସପୋର୍ଟ ମେଣ୍ଟେନ କରିବା correct? ଏ ସବୁ ଜିନିଷ ଆକ୍ଚୁଆଲି ତମର ଆସୁଛି ଇନଫ୍ରାଷ୍ଟ୍ରକ୍ଚର। ତ କ୍ଲାଉଡ କଣ କଲା, ଇନଫ୍ରାଷ୍ଟ୍ରକ୍ଚର ପ୍ରୋଭାଇଡ କଲା। ତମର ଗୋଟେ ଯେମିତି ଆକ୍ଚୁଆଲି ଏବେ ଲେଟ୍ସ ସେ ଗୋଟେ ଆପ୍ଲିକେସନ ତମେ ଆକ୍ଚୁଆଲି ବନେଇଲ ତମ କମ୍ପାନୀରେ correct? ସେ ଆପ୍ଲିକେସନ କୁ ଆଗରୁ ଆମେ କଣ କରୁଥିଲୁ, ଗୋ ଡାଡିରେ ଡୋମେନ ନେମ୍ ନଉଥିଲୁ, ସ୍ପେସ ନଉଥିଲୁ, ତାକୁ ଡିପ୍ଲୟ କରୁଥିଲୁ correct? ସୋ ଦ୍ୟାଟ ତମେ ଯେତେବେଳେ www flipkart.com ମାରୁଛ, ତ ସେଇଟା କଣ ହଉଛି, ସେ ପର୍ଟିକୁଲାର ସର୍ଭର କୁ ଯାଉଛି ଯୋଉଠି ସେଇଟା ରହିଛି ଓକେ, ସେଠୁ ଆଣିକି ତମ ମାନଙ୍କୁ ଦେଖଉଛି। ତମ ବ୍ରାଉଜରରେ ତମେ ସେଇଟା ଟାଇପ କରୁଛ, ବଟ ସେ ରେସ୍ପନ୍ସ ଟା କୋଉଠିକି ଯାଉଛି, ଯୋଉଠି ଫ୍ଲିପକାର୍ଟ ଆପ୍ଲିକେସନ ଅଲରେଡି କିଏ ବନେଇକି ରଖିଛି, ସେଇଠୁ ସେ ଆଣିକି ଦେଖଉଛି correct? ସେ ଟୋଟାଲ ଫ୍ଲୋ ଟାକୁ ଆକ୍ଚୁଆଲି ଆମର କ୍ଲାଉଡ ରେ ଆକ୍ଚୁଆଲି ଆମେ ସପୋର୍ଟ କରୁ correct? ତ ଆପ୍ଲିକେସନ ଟିମ୍ ମାନେ ଆପ୍ଲିକେସନ ସପୋର୍ଟ କରନ୍ତି, ଆଉ କ୍ଲାଉଡ ରେ ଇନଫ୍ରାଷ୍ଟ୍ରକ୍ଚର ସପୋର୍ଟ କରନ୍ତି। ଇନଫ୍ରାଷ୍ଟ୍ରକ୍ଚର ମାନେ ଡେଡିକେଟଲି ତମେ ଓଏସ୍ କ୍ରିଏଟ କରିବା, ଯୋଉଟା ମୁଁ ଏଇଟା ତମ ମାନଙ୍କୁ କହିଲି। ଗୋଟେ ସେକେଣ୍ଡ, ୟୁଆଇ ଫଙ୍କସନାଲିଟି ଡିବି, ତ ଡିବି ବି କ୍ଲାଉଡ ରେ ଅଛି correct? ବଟ ଆପ୍ଲିକେସନ ସପୋର୍ଟ ବାଲା ବି ଡିବି ରେ ଆକ୍ଚୁଆଲି କାମ ଅଛି ସେମାନଙ୍କର correct? ଡିବି ରେ କିଛି query ଚାଲିଛି କଣ ଚାଲିଛି, ତାକୁ ଖାଲି ଜଷ୍ଟ ବେସିକ କମାଣ୍ଡ ଥ୍ରୁ ଆମେ ଚେକ୍ କରିବା କଣ ଡିବି ର ଆକ୍ଚୁଆଲି କଣ କଣ ଚାଲିଛି। କିଛିଟା ଇନଫର୍ମେସନ ଆମକୁ ୟୁଜର କୁ ଦବାର ଅଛି, ତ ଡିବି ରେ ସେ ଡାଟାବେସ ରୁ ଆମେ ଫେଚ୍ କରିକି ୟୁଜର କୁ ଦବା correct? এই ବେସିକ ଜିନିଷ ଆମର ଆପ୍ଲିକେସନ ସପୋର୍ଟ ବାଲା କରିବେ, ବଟ ଆକ୍ଚୁଆଲି এই ଡିବି କୁ ଏଇ ଇନଫ୍ରାଷ୍ଟ୍ରକ୍ଚର କୁ ସପୋର୍ଟ କରିବା ପାଇଁ ଆମର କ୍ଲାଉଡ ସପୋର୍ଟ ବାଲା ଆସିବେ correct?
ଡାଟାବେସ୍ ହଉ ରେ ଯୋଉ ଯୋଉ ପର୍ଟିକୁଲାର ଏଇ ଆପ୍ଲିକେସନ ଚାଲିଛି ଯୋଉଠି ଲେଟ୍ସ ସେ AWS ରେ ଚାଲିଛି, ସେ ଟୋଟାଲ ଇନଫ୍ରାଷ୍ଟ୍ରକ୍ଚର କୁ କିଏ ସପୋର୍ଟ କରିବ? କ୍ଲାଉଡ ସପୋର୍ଟ ବାଲା କରିବ। ତ ଏଇଟା ଗୋଟେ ଗୋଟେ ପାର୍ଟ ଆକ୍ଚୁଆଲି ତମର ଡେଭଅପ୍ସ ଆଉ SDLC ର, ଆପ୍ଲିକେସନ ସପୋର୍ଟ ଆଉ କ୍ଲାଉଡ ସପୋର୍ଟ, ଯୋଉଥିରେ ଆମର ଇନସିଡେଣ୍ଟ କେମିତି ଫିକ୍ସ ହବ ସେଇଟା ଦେଖିବା, SQL ଦେଖିବା, ୟୁନିକ୍ସ ଦେଖିବା। ୱିଦାଉଟ୍ ଲାଇନକ୍ସ ଅର ୟୁନିକ୍ସ ଆକ୍ଚୁଆଲି ଆମର ସବୁ ସର୍ଭର ବର୍ତ୍ତମାନ ଆକ୍ଚୁଆଲି ରହୁଛି ଲାଇନକ୍ସ ମେସିନରେ। ଲାଇନକ୍ସ ମେସିନ ଥ୍ରୁରେ ଆମେ ଡେଭଲପମେଣ୍ଟ କରୁଛେ, ଏଠୁ ଜେଡ୍ କରୁଛେ correct? ତ ତାକୁ ହ୍ୟାଣ୍ଡେଲ କରିବା ପାଇଁ ଆମେ ଲାଇନକ୍ସ ପଢିବା, SQL ପଢିବା, କ୍ଲାଉଡ ପଢିବା। ଓକେ, ତାକୁ କେମିତି ଆକ୍ଚୁଆଲି ଜିରା ପଢିବା, ସର୍ଭିସ ନାଓ ପଢିବା, କିଛିଟା ଟୁଲ ପଢିବା ଆପ୍ଲିକେସନ କୁ ମେଣ୍ଟେନ କରିବା ପାଇଁ, ଯେମିତି କି ତମର ଡାଇନାଟ୍ରେସ୍, ଯେମିତି କି ଆପ୍ ଡାଇନାମିକ। ଆଉ କ୍ଲାଉଡ ସପୋର୍ଟରେ ଆମେ ପଢିବା ଗ୍ରାଫାନା, ପ୍ରମିଥିଅସ୍, ଯେମିତି କି କ୍ଲାଉଡ ୱାଚ୍, ତ ସବୁ ମନିଟରିଂ ଟୁଲ ବଗେରା ପଢିବା। ଓକେ, କ୍ଲିୟର ଏତିକି ସମସ୍ତଙ୍କର? କିଛି ଡାଉଟ ଅଛି ଯଦି କୋର୍ସ ବିଷୟରେ और ଆଉ କିଛି ଆପଣ ମାନେ ପଚାରି ପାରିବେ। କାହାର କିଛି ଆଉ ଡାଉଟ ଅଛି? ଓକେ, ଗୋଟେ ଆପ୍ଲିକେସନ ସପୋର୍ଟ ଇଞ୍ଜିନିୟର ର ଆକ୍ଚୁଆଲି କଣ କାମ? ଡେ ଟୁ ଡେ ଆକ୍ଟିଭିଟି କରେକ୍ଟ। ସୋ ଆପ୍ଲିକେସନ କୁ ମନିଟର କରିବ କରେକ୍ଟ, ତା ହେଲ୍ଥ ଚେକ୍ କରିବ କରେକ୍ଟ। ତ ଆମେ ୟୁଜ କରିବା କିଛିଟା ଟୁଲ ଆକ୍ଚୁଆଲି, ଏ ସବୁ ଯାକ ଆମର କୋର୍ସରେ ନାହିଁ, କିନ୍ତୁ ଗ୍ରାଫାନା ଅଛି, ଓକେ, ପ୍ରମିଥିୟସ୍ ଅଛି କରେକ୍ଟ। ଆଉ ଆମେ ଡାଇନାଟ୍ରେସ୍ ଆକ୍ଚୁଆଲି ଦେଖିବା, ସ୍ପ୍ଲଙ୍କ ଦେଖିବା କରେକ୍ଟ। ଦେନ୍ ଏସବୁ ଟୁଲ ଆକ୍ଚୁଆଲି ବେସିକ ଜିନିଷ ଆକ୍ଚୁଆଲି କେମିତି ତମେ ଆପ୍ଲିକେସନ କୁ ମ୍ୟାନେଜ କରୁଛ ଖାଲି ଜାଣିବାର ଅଛି, ନଟ୍ ଇନ ଡେପ୍ଥ। ଇନସିଡେଣ୍ଟ ମନିଟରିଂ ରେ ଆମେ ସର୍ଭିସ ନାଓ ପଢିବା ଆଉ ଜିରା ପଢିବା କରେକ୍ଟ। ବଟ୍ ଆକ୍ଚୁଆଲି ଇଣ୍ଡଷ୍ଟ୍ରି ଏସବୁ ଚାଲିଛି। ତାପରେ ଲଗ ଆନାଲିସିସ୍ କରିବା, ରିଷ୍ଟାର୍ଟ କରିବା ଆପ୍ଲିକେସନ କୁ, ସର୍ଭର କୁ କରେକ୍ଟ, ସର୍ଭିसेସ୍ କୁ କରେକ୍ଟ। ଏ ରିଷ୍ଟାର୍ଟ ପାର୍ଟ ବି ଦେଖିବା, କେମିତି ଆପ୍ଲିକେସନ ଚାଲୁଛି, କେମିତି ତାକୁ ରିଷ୍ଟାର୍ଟ କରିବା, କେମିତି ତାର ସିପି ୟୁଟିଲାଇଜେସନ ଦେଖିବା, କେମିତି ମେମୋରି ୟୁଟିଲାଇଜେସନ ଦେଖିବା, ଏସବୁ ଦେଖିବା। ଓକେ, ଡାଟାବେସ୍ ଚେକ୍ କରିବା, ସେଥିପାଇଁ ଆମେ SQL ପଢିବା କରେକ୍ଟ। ଡେଭଲପମେଣ୍ଟ ରେ ସପୋର୍ଟ କରିବା, SLA ଯୋଉଟା ମୁଁ ଏବେ କହିଲି ଇନସିଡେଣ୍ଟ ମ୍ୟାନେଜମେଣ୍ଟ, ତାକୁ ପଢିବା, P1 P2 P3 ଇସ୍ୟୁ, ଏସବୁ ଜିନିଷ ଆମେ ଦେଖିବା କରେକ୍ଟ। ଆପ୍ଲିକେସନ ସପୋର୍ଟ ରେ ଏତିକି ଜିନିଷ ଆମେ ଦେଖିବା ୱିଥ୍ କ୍ଲାଉଡ, AWS ଆଜୁର କ୍ଲାଉଡ। କ୍ଲାଉଡ ରେ ଆପ୍ଲିକେସନ କେମିତି ସପୋର୍ଟ କରିବା ସେଇଟା ଦେଖିବା, ସୋ ଦ୍ୟାଟ ତମର ଆପ୍ଲିକେସନ ସପୋର୍ଟ ରେ ବହୁତ କଲ୍ ଆସୁଛି। ତମର ଯଦି ଆକ୍ଚୁଆଲି କ୍ଲାଉଡ ମିକ୍ସ ହେଲା ଆଉ କ୍ଲାଉଡ ରେ ତମେ ସପୋର୍ଟ କଲ, ଓକେ, ୱିଥ୍ ଆକ୍ଚୁଆଲି ଏ ସବୁ ନଲେଜ। ଯେତେବେଳେ ତମର କ୍ଲାଉଡ ସପୋର୍ଟ କୁ ଯାଉଛ, କ୍ଲାଉଡ ସପୋର୍ଟ ରେ ମୁଁ ଏବେ କହିଲି ଇନଫ୍ରାଷ୍ଟ୍ରକ୍ଚର କରେ, ଇନଫ୍ରାଷ୍ଟ୍ରକ୍ଚର କୁ ମନିଟରିଂ କରିବା, ରିସୋର୍ସ ସ୍କେଲିଂ କରିବା। ହ୍ୱାଟ ଇଜ ରିସୋର୍ସ ସ୍କେଲିଂ? ଗୋଟେ ରିସୋର୍ସ ଅଛି, ଲେଟ୍ସ ସେ ତମର ଆଜି OS ଟା ତମର 8 GB RAM ଅଛି correct? ତମକୁ 20 GB RAM ଦରକାର ହେଲା ଆଉ 30 GB ଦରକାର ହେଲା ଆଉ କିଛି ମୋର ଦରକାର ହେଲା, ତମକୁ ଦରକାର ପଡୁଛି। ତା ସହିତ SSD ବି ଅଧିକା ଦରକାର ପଡୁଛି। ଯଦି ତମର ଗୋଟେ ମେସିନ ତମେ ଆକ୍ଚୁଆଲି କିଣିଲ or ଲାପଟପ କିଣିଲ, ସେଥିରେ ସପୋର୍ଟ କରୁନି ସେ ସେତିକି RAM ଆଉ ସେତିକି SSD, ତମେ ସେଥିରେ ଆଡ କରିପାରିବନି। ସେଇଟା ହେଲା ଡିସଆଡଭାଣ୍ଟେଜ ଯେତେବେଳେ ଗୋଟେ ଜିନିଷ କିଣୁଛ। ବଟ୍ ଯେତେବେଳେ କ୍ଲାଉଡ ରୁ ଆଣୁଛ, କ୍ଲାଉଡ ର ମେଥଡ ଅଲଗା। କ୍ଲାଉଡ ତମକୁ କଣ କରୁଛି, ସବୁ ଇନଫ୍ରାଷ୍ଟ୍ରକ୍ଚର ରେଣ୍ଟ ରେ ଦଉଛି, ତମେ ତାକୁ ପୁରା ବାୟ କରୁନ। ଯେତିକି ସମୟ ତମେ ୟୁଜ କରୁଛ ସେତିକି ସମୟ ତମେ ପେ କରୁଛ। ଲେଟ୍ସ ସେ ଏକ୍ସାମ୍ପଲ, କ୍ଲାଉଡ କେମିତି କାମ କରୁଛି ତାର ଇଣ୍ଟରନାଲି। ଯେମିତି ତମେ ମାନେ ସମସ୍ତେ ଆକ୍ଚୁଆଲି ଜାଣିଥିବ ଓଲା ଉବର କରେ। ତ ଯଦି ତମେ ଗୋଟେ କାର କିଣିଲ, ସେ କାର କୁ ତମେ ମେଣ୍ଟେନାନ୍ସ ଦଉଛ। ଯଦି ତମେ ଡ୍ରାଇଭିଂ ଜାଣିନ, ଗୋଟେ ଡ୍ରାଇଭର ରଖୁଛ। ଯଦି ଲୋନ ରେ କିଣିଲ, କିଛିଟା ଏକ୍ସଟ୍ରା ଆମାଉଣ୍ଟ ତାକୁ ପେ କରିବାକୁ ପଡୁଛି। ତାହେଲେ ସେ ବର୍ଡନ ସବୁ ତମ ଉପରେ ଆସୁଛି। କୋଉଠି ପାର୍କିଂ କରିବ, କିଛି ଅ, ଖରାପ ହେଲା ତାକୁ ସବୁ ଠିକ କରିବ, ସପୋର୍ଟ ମେଣ୍ଟେନାନ୍ସ ସବୁ ତମେ କରୁଛ। ଆଉ ଗୋଟେ ଜିନିଷ ହେଲା, ଯଦି ତମର ପାର୍କିଂ ପ୍ଲେସ୍ ନାହିଁ, ତମେ ଗୋଟେ ଘର ଖୋଜିବ ପାର୍କିଂ ପ୍ଲେସ୍ ଯୋଉଠି ଥବ ତମ କାର ସେଫ୍ଟି ପାଇଁ। correct? ଏ ସବୁ ବର୍ଡନ ହେଲା ଗୋଟେ କାର କିଣିବା ପାଇଁ। ବଟ୍ ଓଲା ଉବର ସର୍ଭିସ କଣ କରିଛନ୍ତି, ସେମାନେ ଯେତିକି କିଲୋମିଟର ଯିବେ ସେଇ ଅନୁସାରେ ପେମେଣ୍ଟ ଷ୍ଟ୍ରକ୍ଚର ରେଡି କରିଛନ୍ତି। ତମର ସେଥିରେ କିଛି ବର୍ଡନ ନବାର ନାହିଁ। ତମେ ବୁକ୍ କଲ,
ଡେଷ୍ଟିନେସନ କୁ ଗଲ, ତା ଭିତରେ ଯାହା ବି ଖର୍ଚ୍ଚ ଆସିଲା ଯାହା ଆସିଲା ସେ ଓଲା କମ୍ପାନୀ ବୁଝିଲା ଆଉ ଡ୍ରାଇଭର ବୁଝିଲା, ଲେଟ୍ସ ସେ ସେମ୍ ଜିନିଷ ଆକ୍ଚୁଆଲି କ୍ଲାଉଡ ରେ ଚାଲିଛି। ଯାହା ବି ଇନଫ୍ରାଷ୍ଟ୍ରକ୍ଚର ତମେ କ୍ଲାଉଡ ରୁ ଆଣିଲ, ଲେଟ୍ସ ସେ ମୋର କ୍ଲାଉଡ ରୁ ଆଜି ଦିଟା ଓଏସ୍ ଦରକାର, ଦିଟା ସର୍ଭର ଦରକାର, ଡାଟାବେସ୍ ଦରକାର, ଆଉ କିଛି ବି ଦରକାର। କ୍ଲାଉଡ ରେ ମୁଁ ଡାଟା ଷ୍ଟୋର କରିବାର ଅଛି, ଯେମିତି ଡେସ୍କଟପ ରେ ଫୋଲ୍ଡର ବନେଇକି ମୁଁ କିଛି ଫାଇଲ ରଖୁଛି ଆଉ ଡାଟା ରଖୁଛି, କ୍ଲାଉଡ ରେ ହ୍ୟୁଜ ଡାଟା ମୁଁ ଷ୍ଟୋର କରିବାର ଅଛି। ଏ ସବୁ ଜିନିଷ ଆକ୍ଚୁଆଲି ଆମେ କ୍ଲାଉଡ ରୁ ରେଣ୍ଟ ରେ ଯେତେବେଳେ ଆଣୁଛେ, ସେତେବେଳେ କ୍ଲାଉଡ କଣ କରୁଛି, ଯେ ସେଇ ଅନୁସାରେ ସେ ପଇସା ନଉଛି। correct? ଯେତିକି ସମୟ ତମେ ୟୁଜ କଲ, ଲେଟ୍ସ ସେ ମୋର ଆଜି ଗୋଟେ ଷ୍ଟାର୍ଟଅପ ମୁଁ ଖୋଲିଛି, ମୋର ଆକ୍ଚୁଆଲି ଷ୍ଟାର୍ଟଅପ ପାଇଁ ଜଷ୍ଟ ଟେଷ୍ଟ କରିବା ପାଇଁ, ମୋ ପ୍ରଡକ୍ଟ ସକ୍ସେସ୍ ହବ କି ନାହିଁ ମୁଁ ଜଷ୍ଟ ଚେକ୍ କରିବା ପାଇଁ ମତେ 2 ଘଣ୍ଟା ଦରକାର ଗୋଟେ ଓଏସ୍। ମୁଁ 2 ଘଣ୍ଟା ପାଇଁ ଗୋଟେ ଲାପଟପ କିଣିବିନି ନା। correct? ତ ମୁଁ କ୍ଲାଉଡ ରୁ 2 ଘଣ୍ଟା ପାଇଁ ଆକ୍ଚୁଆଲି ଗୋଟେ ଓଏସ୍ ରେଣ୍ଟ ରେ ଆଣିଲି, ଆଉ ସେଥିରେ ଆକ୍ଚୁଆଲି ମୁଁ କଣ କଲି, ଟେଷ୍ଟ କଲି, ତାପରେ ଦେଖିଲି ମୋର ସକ୍ସେସ୍ ହେଲା, ଦେନ୍ ଆକ୍ଚୁଆଲି ମୁଁ ଇନଫ୍ରାଷ୍ଟ୍ରକ୍ଚର କ୍ଲାଉଡ ରୁ ଆଣିକି କଲି। ତ ଯେତେବେଳେ ଇନଫ୍ରାଷ୍ଟ୍ରକ୍ଚର କ୍ଲାଉଡ ଦଉଛି, ସେତେବେଳେ ସେ କଣ କରୁଛି ଆକ୍ଚୁଆଲି, ତାର ସପୋର୍ଟ ମେଣ୍ଟେନାନ୍ସ ବି କ୍ଲାଉଡ କରୁଛି। କିଛି ପ୍ରୋବ୍ଲେମ ଆସିଲା କ୍ଲାଉଡ ରେ, ସେ ପର୍ଟିକୁଲାର ଇନଫ୍ରାଷ୍ଟ୍ରକ୍ଚର ରେ, କ୍ଲାଉଡ ଆକ୍ଚୁଆଲି କଣ କରିବ, ତମକୁ ଠିକ କରିକି ଦବ, और କରେକ୍ଟ କରିକି ଦବ। ତ ସେଥିପାଇଁ କଣ ହେଲା, ତମର ଯୋଉ ଏଚଡିଏଲସି ପ୍ରୋସେସ ଟା ଫାଷ୍ଟର ହେଲା। ଯଦି ଇନଫ୍ରାଷ୍ଟ୍ରକ୍ଚର ଆମେ ଅଟୋମେଟେଡ କରିଦେଲେ କ୍ଲାଉଡ ଥ୍ରୁରେ, ତ ଏଚଡିଏଲସି ପ୍ରୋସେସ ଫାଷ୍ଟର ହେଲା। ଆଉ କିଛି ଟୁଲ ୟୁଜ କରିକି ଯଦି ଆପ୍ଲିକେସନ ସପୋର୍ଟ ଆମେ କଲେ, ତ ସେଇଟା ବି ଆକ୍ଚୁଆଲି ଆମର ଫାଷ୍ଟର ହେଲା, ଯୋଉଟା ମାନୁଆଲି ଚାଲିଥିଲା 20 ଇୟର ବ୍ୟାକ୍। ତ ସେଥିପାଇଁ ଯୋଉ ସ୍କେଲିଂ ଟା ମୁଁ କହିଲି, ଆମର ରାମ ହଉ, ଏସଏସଡି ହଉ, ଷ୍ଟୋରେଜ ହଉ, ଯାହାବି ଆମେ ତାକୁ ସ୍କେଲ କରିପାରିବା। କରେକ୍ଟ? ଗୋଟେ ଓଏସ ରେ ଏକ୍ସଟ୍ରା ଜିନିଷ ଦରକାର, କ୍ଲାଉଡ ରେ ଆମେ ତାକୁ ସ୍କେଲ କରିପାରିବା। ଓକେ। ଆଉ ଗୋଟେ ଏକ୍ସାମ୍ପଲ, ତମର ବିଗ ବିଲିୟନ ଡେ ରେ ଯେତେବେଳେ ତମର ହ୍ୟୁଜ ଆମାଉଣ୍ଟ ଅଫ ଆକ୍ଚୁଆଲି ୟୁଜର ଆକ୍ସେସ କରୁଛନ୍ତି ପର୍ଟିକୁଲାର ଆପ୍ଲିକେସନ, और ତମର ସେ ଫ୍ଲିପକାର୍ଟ ଆପ୍ଲିକେସନ, ସେତେବେଳେ ଯୋଉ ସର୍ଭରରେ ଫ୍ଲିପକାର୍ଟ ଆପ୍ଲିକେସନ ଡେପ୍ଲୟ ହେଇଛି और ଇନଷ୍ଟଲ ହେଇଛି, ଲେଟ୍ସ ସେ, correct? ତ ସେଇ ସର୍ଭରରେ ଯଦି ଆକ୍ଚୁଆଲି ସିପିୟୁ ୟୁଟିଲାଇଜେସନ 90% और 99% ହେଇଗଲା, ଦେନ୍ ଆକ୍ଚୁଆଲି ଆପ୍ଲିକେସନ କ୍ରାଶ ହେଇଯିବା କଥା। ବଟ କାହିଁକି କ୍ରାଶ ହଉନି? କାରଣ କ୍ଲାଉଡ ଥ୍ରୁରେ ସେମାନେ ଗୋଟେ କ୍ଲାଉଡ ର ଫିଚର ଅଛି, ଅଟୋ ସ୍କେଲିଂ ଲୋଡ ବାଲାନ୍ସର। ସେଥିରେ ସେଇଟା ୟୁଜ କରିକି ଅଟୋମେଟିକାଲି ସେ ବ୍ୟାକଏଣ୍ଡ ରେ ମଲ୍ଟିପୁଲ ସର୍ଭର କ୍ରିଏଟ କରିଦଉଛନ୍ତି ବେସ୍ଡ ଅନ ଦ ଲୋଡ। ଯଦି ଟ୍ରାଫିକ ଆଉ ଲୋଡ ଅଧିକା ହେଲା ତମର ସେଇ ପର୍ଟିକୁଲାର ଆକ୍ଚୁଆଲି ସର୍ଭର ଯୋଉଠି ଫ୍ଲିପକାର୍ଟ ଆପ୍ଲିକେସନ ଅଛି, ଦେନ୍ ଇଣ୍ଟରନାଲି ସେମାନେ ମଲ୍ଟିପୁଲ ସର୍ଭର କ୍ରିଏଟ କରିକି ଆପ୍ଲିକେସନ କୁ ରଖି ଦଉଛନ୍ତି। ତ ତମମାନେ ଜାଣୁଛ, ତମେ ଗୋଟେ ସର୍ଭରକୁ ଆକ୍ସେସ କରୁଛ, ଗୋଟେ ଇଣ୍ଟରନାଲି ମଲ୍ଟିପୁଲ ସର୍ଭରରେ ଆକ୍ସେସ ହଉଛି। ସେଟା କିଏ କରୁଛି? କ୍ଲାଉଡ କରୁଛି, ଆପ୍ଲିକେସନକୁ ସପୋର୍ଟ କରିକି। correct? ଆଉ ଯେତେବେଳେ ତମର ପୁଣି କମ ଟ୍ରାଫିକ ହେଇଯାଉଛି, ଯେତେବେଳେ ଆକ୍ଚୁଆଲି ବିଗ ବିଲିୟନ ଡେ ପଳଉଛି, ନର୍ମାଲ ଷ୍ଟେଜ କୁ ଆସୁଛି ଭାରି, ସେତେବେଳେ ପୁଣି ଆକ୍ଚୁଆଲି କ୍ଲାଉଡ କଣ କରୁଛି, କମେଇ ଦଉଛି ଆକ୍ଚୁଆଲି ସ୍କେଲିଂ କରିକି। correct? ତ ସେ ସବୁ ଜିନିଷ ଆମେ ପଢିବା ଆକ୍ଚୁଆଲି ଆମର କୋର୍ସରେ, ଦିଟା ଆପ୍ଲିକେସନ ସପୋର୍ଟ ରେ କ୍ଲାଉଡ ସପୋର୍ଟ। ତ ଦେନ୍ କ୍ଲାଉଡ ଇନସିଡେଣ୍ଟ ଟ୍ରବୁଲ ସୁଟ, ସେ ଗୋଟେ ଇନସିଡେଣ୍ଟ ଆସିଲା, ତମର ତମର ଆପ୍ଲିକେସନ ଚାଲୁନି, और ଆକ୍ଚୁଆଲି ଇନଫ୍ରାଷ୍ଟ୍ରକ୍ଚରରେ କିଛି ଗୋଟେ ଏରର ଅଛି। ଇନଫ୍ରାଷ୍ଟ୍ରକ୍ଚରରେ ଏରର ଅଛି ମାନେ ତମେ ଓଏସ ଟା ତମେ କ୍ରିଏଟ କରିଛ, ତା ଭିତରେ ଆପ୍ଲିକେସନ ଅଛି, ବଟ ଓଏସ ଟା ଆକ୍ଚୁଆଲି ଆମେ କନେକ୍ଟ କରିପାରୁନୁ। correct? ଗୋଟେ ଓଏସ କୁ ଆମେ ଆକ୍ଚୁଆଲି କନେକ୍ଟ କରିପାରୁନେ, ତ କଣ କରିବେ ସେଠି? ଆମେ କିଛିଟା ଜିନିଷ ଦେଖିବା ଆମ ଟ୍ରବୁଲ ସୁଟ ରେ। correct? ତ ସେଟା କେମିତି ଦେଖିବା, କିଛିଟା ଏକ୍ସାମ୍ପଲ ନେଇକି। correct? ସେମିତି ନେଟୱାର୍କିଂ ଟ୍ରବୁଲ ସୁଟ। ଓକେ। ନେଟୱାର୍କିଂ ଟ୍ରବୁଲ ସୁଟ ମାନେ କଣ? ତ କ୍ଲାଉଡ ରେ ବି ନେଟୱାର୍କିଂ ଅଛି, ଯୋଉଥିରେ କିଛି ଗୋଟେ, ଯୋଉ ମୁଁ କହିଲି ଏବେ ପିଙ୍ଗ କରିବା ପାଇଁ। correct? ଆମେ ଆମର ସେ ଓଏସ ରେ ଓଏସ କୁ କନେକ୍ଟ କରିପାରୁନେ, ଆମେ ତାକୁ ପିଙ୍ଗ କରିବା। ତ ସେଥିପାଇଁ ଆମର ଆଇପି ଆଡ୍ରେସ ବଗେରା ଦରକାର, ସେ ସବୁ ନେଟୱାର୍କିଂ ରେ ଆସୁଛି। correct? ତ ସେ ସବୁ ଦେଖିବା। କଷ୍ଟ ମନିଟରିଂ, କରେକ୍ଟ? ଏଇଟା ଗୋଟେ ବେଷ୍ଟ ପାର୍ଟ ଆକ୍ଚୁଆଲି ତମର ଆପ୍ଲିକେସନ ସପୋର୍ଟ ପାଇଁ। ଯେହେତୁ ଆପ୍ଲିକେସନ ସପୋର୍ଟ ପାଇଁ କଷ୍ଟ ଦରକାର ନାହିଁ, ବଟ ତମେ ଜାଣିବା ଦରକାର ଆକ୍ଚୁଆଲି କ୍ଲାଉଡ ସପୋର୍ଟ ରେ କଣ ହୁଏ, ତମର କିଛିଟା ତମେ ଯେତେବେଳେ ଇନଫ୍ରାଷ୍ଟ୍ରକ୍ଚର କ୍ରିଏଟ କରୁଛ, କ୍ଲାଉଡ ରୁ ଆଣୁଛ କିଣିକି ବେଷ୍ଟ ଅନ ଦେୟାର ପ୍ଲାନ୍, ସେତେବେଳେ ଆକ୍ଚୁଆଲି କେତେ ୟୁଜେସ୍ କରୁଛେ ତାକୁ ଟ୍ରାକ୍ ରଖିବା ପାଇଁ ଆକ୍ଚୁଆଲି ଆମେ ମନିଟରିଂ କରିବା। ଆଉ ଇଚ୍ 15 ଡେଜ ଅର 1 ମନ୍ଥରେ ଆମେ ଆମ କ୍ଲାଇଣ୍ଟକୁ ଅର ଆମର କମ୍ପାନୀକି ଶୋ କରିବା, ଏତିକି ଆମର ୟୁଜ କରିଛେ, ଏତିକି ଆକ୍ଚୁଆଲି ବିଲ୍ ଆସୁଛି। correct? ସେ ସବୁ ଜିନିଷ ଦେଖିବା। ବ୍ୟାକଅପ୍ ଆକ୍ଚୁଆଲି ଡିଜାଷ୍ଟର ରିକଭରି, ଏଥିପାଇଁ ଆକ୍ଚୁଆଲି ଆମେ ଦେଖିବା କେମିତି ହଉଛି। correct? ତ ବ୍ୟାକଅପ୍ ମାନେ ଗୋଟେ ଓଏସ୍ ଟେ ଆମେ କ୍ରିଏଟ କରିଛେ, correct? ଡ୍ୟୁ ଟୁ ସମ୍ ରିଜନ ଏଟା ଡିଲିଟ ହେଇଗଲା, ତାର ବ୍ୟାକଅପ୍ ଅଛି କି ନାହିଁ, ବ୍ୟାକଅପ୍ କେମିତି ରଖିବା। correct? ଆଉ କାହିଁକି ଡିଲିଟ ହେଲା, ଯଦି
ଆମେ କହୁଛେ ଆକ୍ଚୁଆଲି କ୍ଲାଉଡ ରେ ସବୁ 99% ଆକ୍ଚୁଆଲି ଆଭେଲେବୁଲ ରହିବ ଆମର ଆପ୍ଲିକେସନ। ଯଦି ଫ୍ଲିପକାର୍ଟ ଆପ୍ଲିକେସନ ଆମେ ବନଉଛେ କ୍ଲାଉଡ ରେ, ଆଉ ତାକୁ ସପୋର୍ଟ ଆପ୍ଲିକେସନ ସପୋର୍ଟ ବାଲା ସପୋର୍ଟ କରୁଛନ୍ତି, କ୍ଲାଉଡ ସପୋର୍ଟ ବାଲା ତାକୁ ବି ସପୋର୍ଟ କରୁଛନ୍ତି, ତ ସେ ଆପ୍ଲିକେସନ ଡାଉନ ହବାର ନାହିଁ। ଓକେ, ଯଦି ଡାଉନ ହେଲା ଆଉ ଗୋଟେ ଆପ୍ଲିକେସନ ଇମିଡିଏଟଲି ଆକ୍ଚୁଆଲି ସେ ସେଟଅପ ପୁରା କ୍ରିଏଟ ହେଇଯିବାର ଅଛି। ସେ ପ୍ଲାନ୍ କେମିତି କରିବ? କରେକ୍ଟ। ଲେଟ୍ସ ସେ ତମର ସାଇକ୍ଲୋନ ଆସିଲା ଆଉ କିଛି ଗୋଟେ ପ୍ରୋବ୍ଲେମ ହେଲା, ତ ପାୱାର ବ୍ୟାକଅପ୍ ଆକ୍ଚୁଆଲି 30 days ଯାଏ ରହିଲାନି। ସେ ଟାଇମରେ ଆକ୍ଚୁଆଲି କଣ ହବ ତମ ଆପ୍ଲିକେସନ? ସେ ପ୍ଲାନ୍ ଗୁলো ଆମେ ଡିଜାଷ୍ଟର ରିକଭରି କରିବା କେମିତି, ପ୍ଲାନ୍ କରିବା କଣ କରିବା ସେଟା ଦେଖିବା। ତାପରେ ଆକ୍ସେସ ପାର୍ଟ। ଓକେ, ଆକ୍ସେସ ପାର୍ଟ ଲେଟ୍ସ ସେ ତମର କିଛିଟା ସବୁଦିନ କିଛିଟା ୟୁଜର ଜଏନ କରୁଛନ୍ତି ତମ କମ୍ପାନୀରେ, ତାଙ୍କୁ ଆମେ ଆକ୍ସେସ ଦବା ବେସ୍ଡ ଅନ୍ ଦେୟାର ରୋଲ। କିଛିଟା ଡେଭଲପର ଜଏନ କରୁଛନ୍ତି, କିଛିଟା ଟେଷ୍ଟର ଜଏନ କରୁଛନ୍ତି, କିଛିଟା ଆକ୍ଚୁଆଲି ଡାଟାବେସ୍ ଇଞ୍ଜିନିୟର ଜଏନ କରୁଛନ୍ତି, କିଛିଟା ଡେଭଅପ୍ସ ଇଞ୍ଜିନିୟର ଜଏନ କରୁଛନ୍ତି। ସେମାନଙ୍କୁ ଆକ୍ସେସ ଦବା, କୋଉଟାରେ କୋଉ ଆକ୍ସେସ ଦିଆହବ, ସେ ସବୁ ଜିନିଷ ଦେଖିବା। ଆଉ ୱାନ୍ସ ସେମାନେ ଆକ୍ଚୁଆଲି କମ୍ପାନୀ ଛାଡିଦେଲେ ତାଙ୍କ ଆକ୍ସେସ କେମିତି ରିମୁଭ୍ କରିବା, ଏ ସବୁ ଜିନିଷ ଆକ୍ଚୁଆଲି ଆସିବ ତମର ଆକ୍ସେସ ମ୍ୟାନେଜମେଣ୍ଟ। କରେକ୍ଟ। ତ ଏଇ ସବୁ ଜିନିଷ ଆମେ ଦେଖିବା। କିଛିଟା ଆପ୍ଲିକେସନ ସପୋର୍ଟ ପାଇଁ କିଛିଟା ଟୁଲ ୟୁଜ ହେଇଛି ଏଠି, ଆଉ ଇନଫ୍ରାଷ୍ଟ୍ରକ୍ଚର ସପୋର୍ଟ ପାଇଁ କିଛିଟା ସର୍ଭିସେସ୍ ଆମେ ୟୁଜ କରିବା। ଏ ସବୁ ଜିନିଷ ହେଲା ତମର ଡେ ଟୁ ଡେ ଆକ୍ଟିଭିଟି କ୍ଲାଉଡ ସପୋର୍ଟ ଇଞ୍ଜିନିୟର ଆଉ ଆପ୍ଲିକେସନ ସପୋର୍ଟ ଇଞ୍ଜିନିୟର। ଏଥିରେ କିଛି ଡାଉଟ ଅଛି? ଓକେ, ଥ୍ୟାଙ୍କ ୟୁ। ଦେନ୍ ଆକ୍ଚୁଆଲି ଗୋଟେ ଆପ୍ଲିକେସନ ଆକ୍ଚୁଆଲି ସପୋର୍ଟ କରିବା ପାଇଁ ଆମର କଣ ଦରକାର? ସର୍ଭିସ ନାଓ ଟିକେଟ। ଏଇ ସର୍ଭିସ ନାଓ ଆମେ ପଢିବା। ଓକେ, ଏଟା ଗୋଟେ ଇନସିଡେଣ୍ଟ ମ୍ୟାନେଜମେଣ୍ଟ ଟୁଲ। ମନିଟରିଂ କରିବା ପାଇଁ ଡାଇନାଟ୍ରେସ୍ ପଢିବା। ଓକେ, ଲଗ ପାଇଁ ସ୍ପ୍ଲଙ୍କ ପଢିବା। କରେକ୍ଟ। ଯୋଉ ମୁଁ କହିଲି ସର୍ଭର କନେକ୍ଟ ହଉନି, କରେକ୍ଟ, ସେଥିପାଇଁ ଆମେ ଏସଏସଏଚ୍ କନେକ୍ସନ ଦେଖିବା। କରେକ୍ଟ। ଏସବୁ ଜିନିଷ ଆକ୍ଚୁଆଲି ମୁଁ କହିବି ଏସଏସଏଚ୍ କଣ ସବୁ କ୍ଲାସରେ ଆମର ଇନଡେପ୍ଥ ଆକ୍ଚୁଆଲି ପଢିବା। ସର୍ଭର କେମିତି ରିଷ୍ଟାର୍ଟ କରିବା, ସର୍ଭିସେସ୍ କେମିତି ରିଷ୍ଟାର୍ଟ କରିବା, ଏସବୁ ଜିନିଷ ହେଲା ଆପ୍ଲିକେସନ ସପୋର୍ଟର କାମ। ଆଉ ଇନଫ୍ରାଷ୍ଟ୍ରକ୍ଚରକୁ ମ୍ୟାନେଜ କରିବା ପାଇଁ ଆମର କ୍ଲାଉଡ ସପୋର୍ଟ ଇଞ୍ଜିନିୟର ଦରକାର। ତ ଏଇ ଦିଟାକରେ ଆମର କୋଡିଂ ବେଶୀ ନାହିଁ। ଯେମିତି ଡେଭଅପ୍ସ ରେ ଆମର କିଛିଟା ସ୍କ୍ରିପ୍ଟ ଅଛି, ଏଠି ବେଶୀ ସ୍କ୍ରିପ୍ଟ ବି ଦରକାର ନାହିଁ। ଯଦି ସ୍କ୍ରିପ୍ଟ ପଢିବାର ଅଛି ବି ନୋ ପ୍ରୋବ୍ଲେମ, ବଟ୍ ଆକ୍ଚୁଆଲି ଏଥିରେ ଆମର ବେଶୀ ଦରକାର ପଡିବନି। କିଛିଟା କମାଣ୍ଡ ଦରକାର ପଡିବ ଲାଇନକ୍ସ ରେ, ୱିଣ୍ଡୋଜ ରେ, ସେ କମାଣ୍ଡ ସବୁ ଆମେ ଦେଖିବା। ଓକେ, ଆଉ କେମିତି ଆମେ ଏଇ ସବୁ ଜିନିଷ ହ୍ୟାଣ୍ଡେଲ କରିବା ସେ ସବୁ ଜିନିଷ ଡେ ଟୁ ଡେ ଦେଖିବା। ଏତିକି ଜିନିଷ ଆମର ଷ୍ଟାର୍ଟ ହବ। ଓ, ଆଉ କୋର୍ସ ବିଷୟରେ ଯଦି କିଛି ପଚାରିବାର ଅଛି ପଚାରନ୍ତୁ। ଦେନ୍ ଆମେ ଆଉ ଗୋଟେ ଡେମୋ କରିବା, ଗୋଟେ ସ୍ମଲ୍ ଡେମୋ ଦେଖିବା କାଲି ପରଦିନ ଭିତରେ, ଦେନ୍ ଆକ୍ଚୁଆଲି କ୍ଲାସ୍ ଷ୍ଟାର୍ଟ କରିବା। ହଁ, ଯଦି କାହାର ଡାଉଟ୍ ନାହିଁ ଆମେ କ୍ଲାସ୍ ବାଇଣ୍ଡ ଅପ୍ କରିବା। ମୁଁ ଆମ ଟିମକୁ କହିବି ଆଉ ଗୋଟେ କ୍ଲାସ୍ ରଖିବି ଯୋଉଥିରେ ମୁଁ ସର୍ଭିସ ନାଓରେ କେମିତି କାମ ହଉଛି ଇନସିଡେଣ୍ଟ ଦେଖେଇବି। ଓକେ, ସେଟା ଦେଖେଇଲା ପରେ ଆମେ ଷ୍ଟାର୍ଟ କରିବା କ୍ଲାସ୍। ଓକେ, ଦେନ୍ ୱିଲ୍ ବାଇଣ୍ଡ ଅପ୍। ଓକେ, ବାଏ।